ଧୋବ ଫରଫର ଧୋତି ଆଉ ପାଇଜାମାର ପରିପଟା, ହାତରେ ସ୍କୁଟି ଆଉ ସ୍କୁଟିରେ ସାଇତା, କୋଡ଼ି, କୋଦାଳ। ବେଶଭୂଷା ସହ ଏ ସରଞ୍ଜାମ ଦେଖି ପ୍ରଥମେ କେହି ବି ଠଉରେଇ ପାରିବେନି ଭଦ୍ର ବ୍ୟକ୍ତିଙ୍କ ଏପରି ବେଶ ସହ କୋଡ଼ି କୋଦାଳର କି କାମ। ଜମା ବି ଦ୍ୱନ୍ଦ୍ୱରେ ପଡ଼ନ୍ତୁନି। ଭଦ୍ର ବ୍ୟକ୍ତି ଆଉ କେହି ନୁହନ୍ତି, ବରଂ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଜୀବନବ୍ୟାପୀ ମଣିଷ ତିଆରି କାରଖାନାର ବିନ୍ଧାଣୀ ସାଜିଛନ୍ତି। ଆଜି କିନ୍ତୁ ପରିବେଶ ପାଇଁ କିଛି କର୍ତ୍ତବ୍ୟ ବାକି ରହିଯାଇଥିବାରୁ ଏବେ ସେହି କାମରେ ନିମଗ୍ନ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପ୍ରତାପ ଧନଞ୍ଜୟପୁର ଶାସନ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗା। ମା, ମାଟି, ଗଛ, ବାକି ସବୁ ପଛ, ଏହି ନାରାରେ ନିଜର ଦୈନନ୍ଦିନ କର୍ମ କରି ଚାଲୁଛନ୍ତି। ରାତି ପାହିଲେ ଧଳା ଧୋତି ସହ କାନ୍ଧରେ ଗାମୁଛା ପକାଇ ଗାଡ଼ିରେ କୋଡ଼ି, କାତି, ପାଣି ବାଲ୍ଟି ଧରି ବାହାରି ପଡ଼ନ୍ତି ଗଛର ଯତ୍ନ ନେବାକୁ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ସାଙ୍କୁଳାଇ ଗ୍ରାମ ମନ୍ଦିର ପାଖ ବଗିଚା ସମେତ ଆଖପାଖ ଅଞ୍ଚଳରେ ନିଜେ ଲଗାଇଥିବା ଓ ସରକାରଙ୍କ ପକ୍ଷରୁ ଲାଗିଥିବା ଗଛଗୁଡ଼ିକର ଦେଖାରଖା କରିବା ସହ ଅଞ୍ଚଳରେ ବଟ, ଔଷଧ ଭଳି ବିଭିନ୍ନ ପ୍ରକାର ନୂତନ ଗଛ ଲଗାଇ ଚାଲିଛନ୍ତି ନିରଞ୍ଜନ ସାର୍। ବୃକ୍ଷ ହେଉଛି ପରୋପକାରୀ। ବଳେ ସର୍ବକାଳେ ରମା ମନୋହର, ବିଶ୍ୱରେ କରୁଛି ତରୁ ପର ଉପକାର। ତରୁ ବୃକ୍ଷ ଏକ ଉପକାରୀ ପଦାର୍ଥ। ତାକୁ ଯେତିକି ଉପକାର ମଣିଷ ତାଠୁ ପାଉଛି, ତା ଋଣ ଆମେ କେବେ ହେଲେ ସୁଝିପାରିବା ନାହିଁ। ହଁ, ଲୋକମାନଙ୍କୁ କହୁଛି ବୃକ୍ଷ ସେବା କରିବା, ଗଛ ଲଗାଇବା, ବେଳକୁ ବେଳ ପ୍ରଦୂଷଣ ହେଉଛି, ଉତ୍ତାପ ବୃଦ୍ଧି ପାଉଛି। ଦେଖନ୍ତୁ ବିଭିନ୍ନ ପ୍ରକାର ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ ହେଉଛି। ତାଠୁ ରକ୍ଷା କରିବା ପାଇଁ କେବଳ ବୃକ୍ଷରୋପଣ ଏକମାତ୍ର ପନ୍ଥା। ଯାବତ୍ ଭୂମଣ୍ଡଳାତ ଧୃତ୍ୱେ ସଶୈଳ ବନକାନନମ୍ ତାବତ୍ ତିଷ୍ଠନ୍ତି ମେଦିନ୍ୟା ସନ୍ତତି ପୁତ୍ରପୌତ୍ରିଣା। ଏଇଟା ଶାସ୍ତ୍ରକାରମାନେ ବେଦରେ ଲେଖିଛନ୍ତି। ସମସ୍ତେ ଯେତେ ଦିନ ପର୍ଯ୍ୟନ୍ତ ସଂସାରରେ ବୃକ୍ଷ, ଲତା, ନଦୀ, ନାଳ ବଞ୍ଚିକିରି ଥିବେ, ଆମର ପୁଅ ନାତି ନାତୁଣୀମାନେ ସଂସାରକୁ ଭୋଗ କରିବେ। ସଂସାରରୁ ଗଛପତ୍ର ଲୋପ ପାଇଗଲେ ଏ ସଂସାର ଧ୍ୱଂସ ହୋଇଯିବ। ସେଥିପାଇଁ ଆସନ୍ତୁ ସମସ୍ତେ ଏଟଲିଷ୍ଟ ଜୀବନ କାଳରେ ଗୋଟିଏ ଗୋଟିଏ ଗଛ ଲଗାଇବା। ଆମେ ଯଦି ଭାରତର 140 କୋଟି ଲୋକ 140 କୋଟି ଗଛ ଲଗାଇଦେବା, ତାହେଲେ ଆମେ ବହୁତ କିଛି ପ୍ରଦୂଷଣରୁ ରକ୍ଷା ପାଇପାରିବା। ଆଉ ଏ ବନ୍ୟା, ବାତ୍ୟା, ମରୁଡ଼ିକୁ ଘୁଚେଇ ପାରିବା, କୋରୋନାକୁ ମଧ୍ୟ ଘୁଚେଇ ପାରିବା। ସେଥିପାଇଁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ବିଦ୍ୟାଳୟମାନଙ୍କୁ ଯାଉଛି, ଛାତ୍ରୀମାନଙ୍କୁ ମଧ୍ୟ ଏକଥା ବୁଝଉଛି। ଅବସର ପ୍ରାପ୍ତେ ପାଖପୁଖା ବିଦ୍ୟାଳୟକୁ ଯାଉଛି, ସେ ବିଦ୍ୟାଳୟରେ ବନ ମହୋତ୍ସବ, ବିଶ୍ୱ ପ୍ରାଥମିକ ସ୍ତରରୁ ବୃକ୍ଷ ପ୍ରତି କେମିତି ଆଗ୍ରହ, ସେ କଥା ଉପରେ ଟିକେ ସଚେତନ କାର୍ଯ୍ୟକ୍ରମ କରୁଛି। କର୍ମମୟ ଜୀବନରୁ ଅବସର ପରେ ପ୍ରାୟତଃ ଦେଖିବାକୁ ମିଳେ ଲୋକେ ନିଜ ପରିବାରକୁ ସମୟ ଦେବା ସହ ଆରାମରେ ଜୀବନ ବିତାଇଥାନ୍ତି। ହେଲେ ନିରଞ୍ଜନଙ୍କ କ୍ଷେତ୍ରରେ ଏହା କିନ୍ତୁ ଓଲଟା ହୋଇଛି। ଶିକ୍ଷକତା ଜୀବନରୁ ଅବସର ପରେ ସେ ଘରେ ବସିବା ପରିବର୍ତ୍ତେ ପରିବେଶ ସୁରକ୍ଷାକୁ ନିଜ କର୍ମ ଓ ଧର୍ମ ବୋଲି ଭାବି ନେଇଛନ୍ତି। ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟାରେ ଆଖପାଖ ଅଞ୍ଚଳରେ ଲାଗିଥିବା ଗଛଗୁଡ଼ିକର ସୁରକ୍ଷା ଏବଂ ଦେଖାରଖା କରନ୍ତି। ଦୀର୍ଘ ବର୍ଷ ହେବ ନିରଞ୍ଜନ ସାରଙ୍କ ଏହି ପ୍ରୟାସ ଯୋଗୁଁ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବଜାଇ ରହିପାରିଛି। ତେଣୁ ରାଜ୍ୟପାଳଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କର ବିଭିନ୍ନ ବିଭାଗ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଅଞ୍ଚଳରେ ପ୍ରକୃତି ବନ୍ଧୁ ଗଛ ଶିକ୍ଷକ ଭାବେ ସେ ବେଶ୍ ପରିଚିତ। ହୃଦୟ ପ୍ରେମମୟ ହେବ। ଭରଣ ପୋଷଣ ତା ହାତରୁ ସେ ଖର୍ଚ୍ଚ କରିକି କରୁଛି। ଆଉ ଚାରା ଫରା କିଣି ଆଣିକିରି କେତେବେଳେ ଲୋକ ଲଗେଇକିରି କେତେବେଳେ ନିଜେ ନିଜେ ବହୁତ ପରିଶ୍ରମ କରିଥାଉଛି। ଆଉ ସକାଳ ରାତିରେ ଯେତେବେଳେ ତାକୁ ସମୟ ମିଳିବ ସେତେବେଳେ ଗଛ ଗୁଡ଼ିକୁ ପାଣି ଦେଉଛି, ସେ ଭିତର ସବୁ ସଫା କରୁଛି। ଆଉ ସେ ସରଳ ଅମାୟିକ ନିରଳ ସ୍ୱଭାବରେ ସେ କାମ କରୁଛି। ତା ହୃଦୟରେ ଯଦି ପ୍ରେମ ନଥାନ୍ତା ବା ଆଗ୍ରହ ନଥାନ୍ତା, ଶ୍ରଦ୍ଧା ନଥାନ୍ତା, ଭକ୍ତି ନଥାନ୍ତା, ତାହେଲେ ଏ କାମ କରିବା ପାଇଁ ସେ ଶରୀରରେ ସେ ଶକ୍ତି, ସାମର୍ଥ୍ୟ ଆଉ ଉଦ୍ଦୀପନା ବି ଜାଗ୍ରତ ହୁଅନ୍ତାନି। ଯୁବପିଢ଼ିଙ୍କ ପାଇଁ ଏ ଯେଉଁ ବିନାଶର ସମୟ ଆସିଛି, ଯେକୌଣସି କଥାକୁ ବି ରୋଡ଼ ରାସ୍ତା ପ୍ରଶସ୍ତ ହେଲା, ଶହ ଶହ ହଜାର ହଜାର ଗଛ କାଟିଦେଲେ। ସେମାନଙ୍କର କାମ ସ୍ୱାଗତ ଯୋଗ୍ୟ, କାରଣ ସିଏ ସମାଜ ସେବାରେ ଯେତିକି ନିୟୋଜିତ ବୋଲି ଭାବିବା। ଗଛ ବୃକ୍ଷ ସେ କାହାର ତ ପରିବାରକୁ ପୋଷି ପାରୁନି, ହେଲେ ଏ ବୃକ୍ଷ ପରିବାରକୁ ଆଗ ପୋଷିକି ରଖିଛି। ଇଏ ହେଲେ ସମାଜର ଜୀବନ। ଅମ୍ଳଜାନ ହେଉଛି ପ୍ରାଣୀ ଜଗତର ଜୀବନ। ତାକୁ ଦେବା ପାଇଁ ସୌନ୍ଦର୍ଯ୍ୟ ଆଉ ସୁଶୀତଳ ପବନ ଗୋଟେ ଉଦ୍ୟାନରେ ବସିଲେ ଯେତିକି
मनोरम आग्रह श्रद्धा जात होती सी से अनुप्राणित होगी सब निरलस भाव में काम लिप्त रही। निरंजन सारंक एही नियारा प्रयास को सबुठी प्रशंसा करा जाउथिया बेले परिवेश सुरक्षा नहीं सारंक कार्य युवपीढ़ी को उत्साह जोगाउथिबा कहिसंती। अन्यपटे सरकारक पक्षरु निरंजन सारंक कार्य को प्रचार प्रसार करा जाई परिले परिवेश सुरक्षा नहीं सबुठी सचेतन सृष्टि करा जाई परिथांता। नहीं आमे जतले पाठ पढुथुलु से हमको पाठ पढुथांती पुणी गछ लगुथांती आमे भी सारंक सहित मिसिकिना गछ लगैछु माने जहाँ हेल्प कर सार को मिसिकिना एमती रोड साइड रे स्कूल भितर मंदिर रे एमती श्मशान जगार बहुत जगह सार सहित मिसिकिना गछ लगैछु से देखुं गछ कौट लगे कौन सब बुलाबुली करना देखुं से गछ गुड़ा पुणी भी गछ लगाऊँ सार ना प्रकृति बंधु नाम परिचित सार जहाँ गछ लगे लाइफ रे माने जहाँ लगे गछ से सब गछर जत्न लौंट एवं भी से गछ देखापी चलाबुला कर से प्रत्येक दिन सकाळे हजार हजार गछ लगे जहाँ से गछरे पानी दिया हो से समस्त काम से सबू से करती बट उस्त गछ जहाँ हो कि अधिक अम्लजान दिए ये आमर अंचल पाखे बहुत शहे शहे हम बट उस्त गछ लगे जहाँद्वारा बहुत सेवा हुए परिवेश पाई बहुत सुरक्षा दिए तो यही सब कार्य से सब बेले निजर जीवन में कर निहाती युवपीढ़ी को यह प्रेरणा देवा कथा कहीं से जन अवसर प्राप्त है एत सब कार्य करुँच निज जीवन को वर्तमान जीवन में युवपीढ़ी यही सब गोटे स्टेप आगू जावा कथा एवं वृक्षपाई किसी सेवा करने कथा। शिक्षकता जीवन अवसर पर परिवेश सुरक्षा को व्रत भाव पालन करिसेंती निरंजन खाड़ेंगा। अंचल रे हजार हजार वृक्ष रोपण करी वृक्ष सार भाव परिचित निरंजन कार्य को सबुठी प्रशंसा करा जाउथिबा बेले एहा आगामी दिन में अन्य मानक पई प्रेरणादायक हेबो। गंजाम जिला बुगुड़ारू पीतवास दास, OTV।